ମାସିକ ଦରମା 18,000, ରୁମ୍ ଭଡ଼ା 3,000, ତାହେଲେ କ'ଣ ଆପଣ ପ୍ରତି ମାସରେ 7,000 ପର୍ଯ୍ୟନ୍ତ ସେଭିଂ କରିପାରିବେ? ହଁ, ଆଜିର ଏଇ ସିମ୍ପଲ୍ ବଜେଟ୍ ପ୍ଲାନ୍ରେ ଦେଖିବା 18,000 ଦରମାକୁ କିପରି ସ୍ମାର୍ଟ ଭାବରେ ମ୍ୟାନେଜ୍ କରିବେ। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଆରମ୍ଭ କରିବା। ଯଦି ଆପଣମାନେ ମାସିକ 18,000 ଦରମାରେ ନିବେଶ କରି ବା 7,000 ଟଙ୍କା ସେଭିଂ କରିବାକୁ ଚାହୁଁଛନ୍ତି ତ ଆମର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମର ଲକ୍ଷ୍ୟ ହେଉଛି ଯେ ରୁମ୍ ଭଡ଼ା, ଖାଦ୍ୟ, ଯାତାୟାତ, ମୋବାଇଲ, ଅନ୍ୟାନ୍ୟ ଖର୍ଚ୍ଚ, ସଞ୍ଚୟ ଏବଂ ଆମର ଯେଉଁ ନିବେଶ SIP, ଏହାର ଆମର ମୂଳ ଲକ୍ଷ୍ୟ। ତ ପ୍ରଥମେ ଆମେ ଆରମ୍ଭ କରିବା ରୁମ୍ ଭଡ଼ା। ଯେମିତି ଦେଖୁଥିବେ ଆମର ରୁମ୍ ଭଡ଼ା 18,000 ସାଲେରୀରୁ ଯଦି ରୁମ୍ ଭଡ଼ା ଆମେ 3,000 ଦେବା, ଠିକ୍ ଅଛି। ରୁମ୍ ଯଦି ସେୟାର କରିବେ ଆହୁରି ବି କମ୍ ପଡ଼ିପାରେ, 2,500, 2,000, 2,500 ବି ହେଇଯାଇପାରେ। ଖାଦ୍ୟ ଯଦି ଆପଣ ଖାଇବା କଥା ମାନେ ଭାବିବେ ଖାଇବେ, ମାସକୁ 4,500, ବୁଝିପାରୁଛନ୍ତି ତ? 4,500 ଯେଉଁଟାକି ତୁମ ପାଇଁ ଯଥେଷ୍ଟ। 4,500ରେ ତୁମେ ଭାବିନିଅ, ତୁମେ ଯଦି ନିଜେ କିଣି ଖାଇଲ ବି ତୁମର 4,500 ଆରାମସେ ହେଇଯିବ। ଆଉ ଯଦି ନିଜେ ରୋଷେଇ କରିବି ଖାଉଛ, ବାହାରେ ରହୁଛ, ଚାକିରି କରୁଛ, ତ 4,500 ଆପଣମାନଙ୍କ ପାଇଁ ସଫିସିଏଣ୍ଟ, ଠିକ୍ ଅଛି। ଯଦି ଆପଣ ଚାହିଁବେ ଆଉ କେଉଁଠୁ ଖର୍ଚ୍ଚ ବଞ୍ଚିଲା ସବୁ ରୁମ୍ ଭଡ଼ାରୁ କି କେଉଁଠୁ ସେଭିଂ କରି ଆପଣ ବି ଖାଇବାରେ ଆଡ଼୍ କରିପାରିବେ ଯଦି ଆପଣଙ୍କୁ ଅଧିକ ଖାଇବାର ଦରକାର ଥାଏ। ତ ଇଏ କଲା ଖାଇବା। ତ ଯାତାୟାତ ମୋବାଇଲ 500। ଦେଖ, ମୋବାଇଲ ମିନିମମ୍ ତ ଆସୁଛି ଆମର 290, ମାନେ 300 ଟଙ୍କା। ଆମର 500 ଦିଆହେଇଛି ମୋବାଇଲ। ତ ଯଦି ତୁମର 290, 300 ଟଙ୍କା ମୋବାଇଲ ଯାଉଛି, ଆଉ 1200 ଟଙ୍କାରେ ଆପଣମାନେ ଆରାମସେ ଯିବା ଆସିବା, ଯେଉଁ ବସ୍ ହେଉ ବା ବାଇକ୍ ହେଉ, ଯେଉଁଥିରେ ଯିବା ଆସିବା କରୁଥିବେ ଜବ୍କୁ, ତ ସେଥିରେ ଆପଣଙ୍କ 1200 ଟଙ୍କା ହେଇପାରିବ। ସେ ଗଲା ପରେ ଅନ୍ୟାନ୍ୟ ଖର୍ଚ୍ଚ, ଯେମିତିକି ଯେଉଁଟା କହନ୍ତି ପର୍ସନାଲ୍ ବଜେଟ୍। ତ ଅନ୍ୟାନ୍ୟ ଖର୍ଚ୍ଚ 2,000, ଆପଣ ମାସକୁ 2,000 ଅନ୍ୟାନ୍ୟ ଖର୍ଚ୍ଚ, ଏଥିରୁ ଆପଣ କମେଇକି ଖାଇବାରେ ଆଡ଼୍ କରିପାରନ୍ତି ବା ଯେଉଁଥିରେ ଆଡ଼୍ କରିପାରନ୍ତି। ଯେମିତିକି ଆପଣ ମେଡ଼ିସିନ୍ ହେଉ, ଇଏ ହେଉ, କିଛି ବି ହେଉ, ଯେଉଁଟାକି 2,000 ଟଙ୍କା ଆପଣଙ୍କର ଅନ୍ୟାନ୍ୟ ଖର୍ଚ୍ଚରେ ଗଲା। ସପିଂ ହେଉ, କିଛି ବି ହେଉ, ଆପଣଙ୍କ ଅନ୍ୟାନ୍ୟ ଖର୍ଚ୍ଚ 2,000 ମାସକୁ। ତାପରେ ଆସିବା ଆମେ ସେଭିଂ ଉପରେ, ଯେଉଁଗୁଡ଼ାକ ଏମର୍ଜେନ୍ସି ଫଣ୍ଡ ଯେଉଁଟାକ କହୁଛେ ଆମେ, ଠିକ୍ ଅଛି। ଯେଉଁଟାକ ଇମ୍ପୋର୍ଟାଣ୍ଟ ପାର୍ଟ ହେଉଛି ତୁମର ଏଇ ବଜେଟ୍ ପ୍ଲାନ୍ର। ସଞ୍ଚୟ 2,500 ଟଙ୍କା ବା 2,500 ଟଙ୍କା, ଯେଉଁଗୁଡ଼ାକ ତୁମର ସେଭିଂ ଆକାଉଣ୍ଟ ଖାତାରେ ରହିବ, ବୁଝିପାରିଲେ। ସଞ୍ଚୟ କଲା ପରେ ଶେଷରେ ହେଉଛି ତୁମର ନିବେଶ, ଯେଉଁଟିକ ତୁମର 4,500, ବୁଝିପାରୁଛ। ଯେଉଁଟାକି ତୁମର ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବା ବଡ଼ ସଞ୍ଚୟ, ବା ତୁମକୁ ଯେଉଁ ଆମେ ଥମ୍ବନେଲ୍ରେ ଦେଇଥିଲୁ 50 ଲକ୍ଷ ଟଙ୍କା 18,000 ଦରମାରେ କରିବେ, ତ ସେଇଆକୁ ଆମର ଲକ୍ଷ୍ୟ ବର୍ତ୍ତମାନ କେମିତି ଆପଣମାନେ କରିବେ, ଠିକ୍ ଅଛି। ତ ଦେଖନ୍ତୁ, ଆପଣ ଯଦି 12% ରିଟର୍ଣ୍ଣ ଦେଖିପାରୁଛନ୍ତି, ଯେଉଁଗୁଟାକ ଆପଣଙ୍କର ଅଧିକ ହେଇପାରେ ବା କମ୍ ହେଇପାରେ, ତ ତାକୁ ନେଇ ଆମର ଏଇ ଯେଉଁ 10 ବର୍ଷିଆ ଆଉ 20 ବର୍ଷିଆ ବଜେଟ୍ ପ୍ଲାନ୍ ବର୍ତ୍ତମାନ ଆଲୋଚନା କରିବା। ଚାଲନ୍ତୁ ଦେଖନ୍ତୁ ଆର ସ୍ଲାଇଡ଼୍ରେ 10 ବର୍ଷର SI ପ୍ଲାନ୍ ଆଉ 20 ବର୍ଷ SI ପ୍ଲାନ୍ର ଡିଫରେନ୍ସ ଦେଖନ୍ତୁ। ଆପଣ ଯଦି 4500 ଟଙ୍କା, 4,500 ଟଙ୍କା ମାସିକ SIP କରିବେ, ତ ରିଟର୍ଣ୍ଣ ଆପଣ କେତେ ପାଇବେ ଆଉ ଆପଣଙ୍କର ଭବିଷ୍ୟତ ଆପଣଙ୍କ ହାତରେ। ତ ଆପଣ କେତେ ରିଟର୍ଣ୍ଣ ପାଇବେ, କେତେ ସେଭିଂ କରିବେ, ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ତ ଆମେ ଗୋଟେ 4,500 ବଜେଟ୍ ପ୍ଲାନ୍ ଦେଖିଲା ପରେ 4,500 ଆମେ SI ପାଇଁକା ଆପଣଙ୍କୁ କହୁଛୁ, ଠିକ୍ ଅଛି। ତ ଦେଖନ୍ତୁ 10 ବର୍ଷିଆ ଆପଣ SIP କରୁଛନ୍ତି, ଠିକ୍ ଅଛି। 4,500 ଲେଖା ନିବେଶ କରୁଛନ୍ତି, ସମୟ 10 ବର୍ଷ ପାଇଁ। ତ ଆପଣଙ୍କ ମୋଟ ନିବେଶ କେତେ ହେବ? 5,40,000, ଠିକ୍ ଅଛି। ତ ଆପଣ ରିଟର୍ଣ୍ଣ କେତେ ପାଇବେ? 5,05,526 ଟଙ୍କା। ତ ଆପଣଙ୍କ ଟୋଟାଲ୍ କେତେ ରିଟର୍ଣ୍ଣ ହେବ ନା 10,45,526 ଟଙ୍କା 10 ବର୍ଷରେ, ହାରାହାରି 10,46,000 ଟଙ୍କା ଭଳି, ବୁଝିପାରିଲେ ତ। ଏଇଟା ଆପଣଙ୍କର 10 ବର୍ଷର ଇନଭେଷ୍ଟ ପ୍ଲାନ୍ରେ। ଯଦି ଆପଣ ସେଇ ସେମ୍ ପଇସା ବା ସେଇ 4,500 ମାସିକ SIP କରନ୍ତି, ତ ଆପଣଙ୍କୁ
ଯଦି 20 ବର୍ଷ ସମୟ ପାଇଁ କଲେ, ଠିକ୍ ଅଛି, 20 ବର୍ଷ ସମୟ ପାଇଁ କରନ୍ତି। ଦେଖନ୍ତୁ ଆମର ଏଠି ଗୋଟେ କହିଦେଉଛି, ଆମର ଏଠି ଏଇଟା କାଲକୁଲେଟ୍ କରାଯାଇଛି 12% ଇଣ୍ଟରେଷ୍ଟରେ। ଯଦି ଆପଣଙ୍କୁ ରିଟର୍ନ 12% ମିଳେ, SIPରେ ଜାଣିଥିବେ 20% ପର୍ଯ୍ୟନ୍ତ ବି ମିଳିପାରେ ରିଟର୍ନ, 18ରୁ 20 ବି ମିଳିପାରେ ହାଏଷ୍ଟ, ଏମିତି 12ରୁ କମିପାରେ। ଏଇଟା ଆମେ ଗୋଟେ ଅନୁମାନକ 12% ନେଇଛୁ, ଯେଉଁଟା କହନ୍ତି ଆଭରେଜ୍, ଗୋଟେ 12% ନେଇଛୁ ଆମେ, ଠିକ୍ ଅଛି, ଆଭରେଜ୍ ଆମେ 12% ନେଇଛୁ, ଠିକ୍ ଅଛି। ଆପଣଙ୍କୁ ଅଧିକା ମିଳିପାରେ, କମ୍ ବି ମିଳିପାରେ। ଆମେ ଗୋଟେ ଆପଣଙ୍କୁ ଅନୁମାନ କରେଇଛୁ କି ଆପଣ ଏତିକି ଟଙ୍କା ଇନଭେଷ୍ଟ କଲେ ଯଦି 12% ଇଣ୍ଟରେଷ୍ଟରେ ଏତିକି ବର୍ଷ ପାଇଁ କରୁଛନ୍ତି ତ କେବଳ କେତେ ଟଙ୍କା ରିଟର୍ନ ମିଳିବ। ଏଇଟା 10 ବର୍ଷିଆ କହିଲୁ। ତ ସେମିତି 20 ବର୍ଷିଆ, 20 ବର୍ଷରେ ଆପଣ ଯଦି 4,500 କରୁଛନ୍ତି 12% ରିଟର୍ନରେ, ବୁଝିପାରୁଛନ୍ତି, ଯଦି 20 ବର୍ଷ ସମୟ ପାଇଁ କରନ୍ତି, ବୁଝିପାରୁଛନ୍ତି, ଯଦି 20 ବର୍ଷ ସମୟ ପାଇଁ 12% ଇଣ୍ଟରେଷ୍ଟରେ ଆପଣ 4,500 ଇନଭେଷ୍ଟ କରନ୍ତି ତ ଆପଣଙ୍କୁ କେତେ ମିଳିବ? ଆପଣଙ୍କୁ ଟୋଟାଲ୍ ନିବେଶ ହେବ 10,80,000 ଟଙ୍କା। ଆପଣ ହିସାବ କରିପାରିବେ, ଟୋଟାଲ୍ ନିବେଶ ହେଉଛି 10,80,000। ଆପଣ ରିଟର୍ନ ପାଇବେ 34,16,166 ଟଙ୍କା ଟୋଟାଲ୍ ରିଟର୍ନ ପାଇବେ। ଆଉ ଟୋଟାଲ୍ ମୂଳଧନ ୱିଥ୍ ଇଣ୍ଟରେଷ୍ଟ ଯେଉଁଟାକ ବା ରିଟର୍ନ ଯେଉଁଟାକ ମିଶିଲେ ତୁମ ଟୋଟାଲ୍ ହେବ 44,96,96,000, ଠିକ୍ ଅଛି, 44,96,116 ଟଙ୍କା। ପାଖାପାଖି ଆପଣଙ୍କର କେତେ ହେଉଛି? 45 ଲକ୍ଷ ଭଳି। ଆମେ ଆପଣଙ୍କ କତେ 50 ଲକ୍ଷ କେମିତି? ଆପଣ ଯେଉଁ ସେଟେ 2,000 ଲେଖା 2,500 ଟଙ୍କା ବା 2,500 ଇନଭେଷ୍ଟ କରିଛନ୍ତି, ବୁଝିପାରିଲେ ତ? ଯଦି ଆପଣ ସେ 20 ବର୍ଷକୁ ତାକୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରୁଛନ୍ତି ତ ଆପଣଙ୍କ ସବୁ ମିଶିମାସିକି 50 ଲକ୍ଷରୁ ଏଭବ୍ ହେଇଯିବ। ତ ଆମେ ଏଥିପାଇଁ 50 ଲକ୍ଷ କଲେ, ଯଦି ଆପଣ ସେ 2,500 ଟଙ୍କା ଇନଭେଷ୍ଟ କରିଛନ୍ତି ତା ଯେଉଁ କିଛି ଖର୍ଚ୍ଚ କରିଥିବେ ତ ଆପଣଙ୍କୁ ମୋଟାମୋଟି ହିସାବରେ ଯଦି ଆପଣ 20 ବର୍ଷ ଏଇଭଳି SI ପ୍ଲାନ୍ କରୁଛନ୍ତି ତ 50 ଲକ୍ଷ ମିଳିଯିବ। ଏଇଟା ଆମେ କହୁଛୁ 100% ନୁହେଁ। କାହିଁକି କହୁଛୁ? କାହିଁକିନା ଏଇଟା ଆପଣଙ୍କ 12% ଇଣ୍ଟରେଷ୍ଟ ଯଦି ଆପଣଙ୍କୁ ମିଳେ, କାହିଁକିନା SIP 100% ମିଳିଯାଏ, ତ ଯଦି 12% ମିଳେ ତ ଆପଣଙ୍କୁ ଏଇଭଳି ରିଟର୍ନ ମିଳିବ। ଯଦି ଆପଣଙ୍କୁ 12%ରୁ କମ୍ ମିଳୁଛି ତ ଆପଣ ଲସ୍ ହେବନି, ବୁଝିପାରୁଛନ୍ତି। ଆଉ ଯଦି 12% ଅଧିକା ମିଳୁଛି ଆପଣଙ୍କ 45 ଲକ୍ଷଟା ବି ବେଶୀ ହେଇଯାଇପାରେ। ତ ସେଇ ହିସାବରେ ଆପଣ କାଲକୁଲେଟ୍ କରିକି କରିପାରିବେ। ଆମେ 12% ଆପଣଙ୍କୁ କହିଲୁ, ଆପଣଙ୍କୁ 18% ମିଳିପାରେ, 16% ମିଳିପାରେ, 13% ମିଳିପାରେ, 10% ମିଳିପାରେ। ତ ଏଇଟା ଡିପେଣ୍ଡ କରୁଛି ରିଟର୍ନ ଉପରେ, କେଉଁଭଳି ହିସାବରେ ଆପଣଙ୍କୁ ରିଟର୍ନ ମିଳୁଛି, କେତେ ପରସେଣ୍ଟ ରିଟର୍ନ ମିଳୁଛି। ତ ଏଇଟା ଆମେ 10 ବର୍ଷିଆ 20 ବର୍ଷିଆ ପ୍ଲାନ୍ କହିଲୁ। ଆପଣ ଏତିକି ମନେ ରଖନ୍ତୁ, ଆପଣ ଯଦି 4,500 କରୁଛନ୍ତି 20 ବର୍ଷ ପାଇଁ 12% ରିଟର୍ନରେ, ଆପଣଙ୍କୁ 4,500ରେ 45 ଲକ୍ଷ। ଯଦି ଆପଣ 3,000 ବି କରିବେ, ଆପଣ ପୂର୍ବ ଭିଡ଼ିଓ କହିଥିଲୁ 3,000 ଆପଣଙ୍କୁ 20 ବର୍ଷରେ 30 ଲକ୍ଷ ରିଟର୍ନ ମିଳିବ, ଟୋଟାଲ୍ ରିଟର୍ନ ମିଳିବ 12% ଇଣ୍ଟରେଷ୍ଟରେ। ତ ଆଜି ପାଇଁ ଭିଡ଼ିଓ ଏତିକି। ଆମେ ଆପଣଙ୍କୁ ଆଣିଥିଲୁ 15,000 ସାଲେରୀର, ଏବେ ଆଣିଛୁ 18,000 ସାଲେରୀର। ଆପଣ କମେଣ୍ଟ ହିସାବରେ କେଉଁ ଭଳିଆ ବଜେଟ୍ ପ୍ଲାନ୍ କରିବେ ସେଇ ହିସାବରେ କମେଣ୍ଟ କରାଇଲେ ଆମେ ଆପଣଙ୍କୁ ନେକ୍ସଟ ବଜେଟ୍ ପ୍ଲାନ୍ ଆଣିବୁ। ଆଜି ପାଇଁ ଏତିକି, ରହୁଛୁ, ଧନ୍ୟବାଦ।